ବନ୍ଧୁଗଣ, ଆପଣମାନଙ୍କୁ ପୁଣି ଥରେ ଗ୍ରେଟ୍ ନଲେଜ୍ କ୍ଲାସେସ୍କୁ ସ୍ୱାଗତ। ଆଜି ଆମେ ସଂସାରର ସେହି ଚଲାପଥ ବିଷୟରେ ଦୁଇପଦ ଆଲୋଚନା କରିବା। ବନ୍ଧୁଗଣ, ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନର ଏହି ଚଲାପଥ କେତେବେଳେ କୁସୁମିତ ତ କେତେବେଳେ ବନ୍ଧୁର କଣ୍ଟକିତ। ପ୍ରକୃତରେ ଦୁଃଖ ଆସିଲେ ଆମେମାନେ ଖୁବ୍ ଭାଙ୍ଗି ପଡ଼ୁ, ଆଉ ସୁଖ ଆସିଲେ ଅତି ଆନନ୍ଦରେ ଉପଭୋଗ କରିଥାଉ। ଏଇ ଯେଉଁ ସୁଖ ଦୁଃଖର ଦୋଛକିରେ ଠିଆ ହୋଇ ବେଳେବେଳେ ଆମେ ଚିନ୍ତା କରୁ, ସୁଖରେ ଉତ୍ଫୁଲ୍ଲିତ ହେବାଠାରୁ ଦୁଃଖରେ ମ୍ରିୟମାଣ ହେବା ଆମକୁ ବହୁତ କଷ୍ଟ ଦେଇଥାଏ। ସତରେ ସୁଖର ଦିନଗୁଡ଼ିକ ଖୁବ୍ କମ୍ ସ୍ୱଳ୍ପସ୍ଥାୟୀ ଭଳି ଲାଗୁଥିଲା ବେଳେ ଦୁଃଖର ଦିନଗୁଡ଼ିକ ଲାଗନ୍ତି ଯେମିତି ଅତି ଦୀର୍ଘ। କିନ୍ତୁ ଆମେ ଲକ୍ଷ୍ୟ କରୁ, ଏମିତି କିଛି ମହାମାନବ ଆମ ମଧ୍ୟରେ ଅଛନ୍ତି ଯେଉଁମାନେ ସର୍ବଦା ପ୍ରଶାନ୍ତ ଚିତ୍ତ ରହିଥାନ୍ତି। ନା ସୁଖରେ ଅଧୀର ହୋଇପଡ଼ନ୍ତି, ନା ଦୁଃଖରେ ଭାଙ୍ଗି ପଡ଼ନ୍ତି। ଆଜି ସେହି ମୁନିମାନଙ୍କ ଚରିତ୍ର ସମ୍ପର୍କରେ ଆମେ ଆଲୋଚନା କରିବା, ଯାହା କୁହାଯାଇଛି ଶ୍ରୀମଦ୍ ଭଗବଦ୍ ଗୀତାର 2ୟ ଅଧ୍ୟାୟ ସାଂଖ୍ୟ ଯୋଗରେ। ଏହି ସାଂଖ୍ୟ ଯୋଗର ଶ୍ଲୋକଟି ହେଉଛି ଆଜିର ଆଲୋଚ୍ୟ ବିଷୟ। ଦୁଃଖେ ସ୍ୱନୁଦ୍ବିଗ୍ନ ମନଃ ସୁଖେଷୁ ବିଗତ ସ୍ପୃହଃ ବିତରାଗ ଭୟ କ୍ରୋଧଃ ସ୍ଥିତଧୀର୍ ମୁନିରୁଚ୍ୟତେ। ଦୁଃଖେ ସ୍ୱନୁଦ୍ବିଗ୍ନ ମନଃ, ଯେଉଁମାନେ ମନନଶୀଳ ମୁନି, ସେମାନେ ଦୁଃଖ ଆସିଲେ ଉଦ୍ବିଗ୍ନ ହୁଅନ୍ତି ନାହିଁ, ଭାଙ୍ଗି ପଡ଼ନ୍ତି ନାହିଁ, ବ୍ୟତିବ୍ୟସ୍ତ ହୁଅନ୍ତି ନାହିଁ, କାତର ହୋଇପଡ଼ନ୍ତି ନାହିଁ। କାରଣ ସେମାନେ ଜାଣିଥାନ୍ତି ଦୁଃଖ ଯିବ, ସୁଖ ଆସିବ, ସୁଖ ଯିବ, ପୁଣି ଦୁଃଖ ଆସିବ। ଏ ତ ସଂସାରର ନିୟମ। ତେଣୁ ଦୁଃଖକୁ ସାମ୍ନା କରିବାର କଳା ସେମାନଙ୍କ ପାଖରେ ରହିଥାଏ। ମୋଟାମୋଟି ଭାବରେ ଦେଖିଲେ ଦୁଃଖର କାରଣ ଆମେ ହିଁ ନିଜେ। ଆମର ମନ, ଆମର ଇନ୍ଦ୍ରିୟଗଣ ଏବଂ ଆମର ପୂର୍ବ କର୍ମଫଳ ଆମକୁ ଦୁଃଖ ଦେଇଥାଏ। ତେଣୁ ଦୁଃଖରେ ଭାଙ୍ଗି ପଡ଼ିବା କାହିଁକି? ଆମେ ତ ଜାଣିଛେ ଯେ ନିଶ୍ଚିତ ଭାବରେ ଯାହା ଭବିତବ୍ୟ ତାହା ନିଶ୍ଚୟ ଭୋଗ ହେବ। ବରଂ ତାହାକୁ ସାମ୍ନା କରିବାର କଳାକୁ ଶିଖିବାକୁ ପଡ଼ିବ ଆମକୁ। ସେଥିପାଇଁ ସ୍ଥିର ରହି ଉପାୟ କରିବା ବିଜ୍ଞତାର ପରିଚୟ ଅଟେ। ପୁଣି କୁହାଯାଇଛି ସୁଖେଷୁ ବିଗତ ସ୍ପୃହଃ। ସୁଖରେ ସ୍ପୃହା ରଖିବା ଠିକ୍ ନୁହେଁ, ସୁଖରେ ଉଲ୍ଲସିତ ହେବା ଠିକ୍ ନୁହେଁ, ସୁଖରେ ଉତ୍ଫୁଲ୍ଲିତ ହେବା ଠିକ୍ ନୁହେଁ। ସୁଖ ଆସିଛି, ସୁଖକୁ ଅନୁଭବ କରିବା, କିନ୍ତୁ ଯେମିତି ଦୁଃଖରେ ବ୍ୟସ୍ତ ହେବାର ନାହିଁ, ସୁଖରେ ମଧ୍ୟ ଅତି ଉଲ୍ଲାସ ଭାବ ଆଣିବାର ନାହିଁ। ଉଭୟକୁ ଯେ ସମାନ ଭାବରେ ଦେଖିପାରନ୍ତି, ଉଭୟ ପରିସ୍ଥିତିରେ ଯେ ସମାନ ଭାବରେ ରହିପାରନ୍ତି, ସେ ହିଁ ତ ପ୍ରକୃତରେ ମୁନିପଦ ବାଚ୍ୟ। ଯେ ଦୁଃଖ ଓ ସୁଖରୁ ଅତୀତ ହୋଇଯାଆନ୍ତି, ଦୁଃଖ ଏବଂ ସୁଖ ଉଭୟ ଭାଗ ଯାହାଙ୍କୁ ସ୍ପର୍ଶ କରିପାରେ ନାହିଁ, ସେ ତ ଇନ୍ଦ୍ରିୟରୁ ଅତୀତ, ମନରୁ ଅତୀତ ଏକ ଊର୍ଦ୍ଧ୍ୱ ରାଜ୍ୟରେ ବିଚରଣ କରନ୍ତି। ତାହା ହିଁ ହେଉଛି ପ୍ରଶାନ୍ତି ରାଜ୍ୟ। ପୁଣି କୁହାଯାଇଛି ବିତରାଗ ଭୟ କ୍ରୋଧଃ ସ୍ଥିତଧୀର୍ ମୁନିରୁଚ୍ୟତେ। ଅର୍ଥାତ୍ ଅନୁରାଗ, ଭୟ ଓ କ୍ରୋଧ ଶୂନ୍ୟ ହେଲେ ମଣିଷ ମୁନିପଦବାଚ୍ୟ ହୁଏ। ପ୍ରକୃତରେ ଆମ ଦୁଃଖର କାରଣ ହେଉଛି ଅନୁରାଗ, ଦୁଃଖର କାରଣ ହେଉଛି ଭୟ, ଦୁଃଖର କାରଣ ହେଉଛି କ୍ରୋଧ। ଯେତେବେଳେ ଆମେ ଗୋଟିଏ ବସ୍ତୁ ପ୍ରତି ଆକର୍ଷିତ ହେଇଥାଉ ଏବଂ ଯଦି ତାହା ଆମକୁ ମିଳେ ନାହିଁ, ତାହେଲେ ଆମକୁ ସେତେବେଳେ ଦୁଃଖ ଲାଗେ, ମନରେ କ୍ରୋଧ ଆସେ। ତାର ପ୍ରାପ୍ତି ପାଇଁ ଆମେ ପ୍ରୟାସ ଜାରି ରଖୁ ଏବଂ ଅପ୍ରାପ୍ତିରେ କ୍ରୋଧ ଆସିଥାଏ। ତେଣୁ ଏହି ଅନୁରାଗ, ଏହି ଭଲ ପାଇବା, ଏହି ଭୟ, ଏହି କ୍ରୋଧ, ଏସବୁ ତ ଗୋଟିଏ ଗୋଟିଏ ଦୁଃଖର କାରଣ। ଯେଉଁ ବ୍ୟକ୍ତି ଦୁଃଖରେ ଭାଙ୍ଗି ପଡ଼ନ୍ତି ନାହିଁ, ସୁଖ ସମୟରେ ମଧ୍ୟ ଉଲ୍ଲସିତ ହୁଅନ୍ତି ନାହିଁ, ଯାହାଙ୍କ ମନରେ ଅତ୍ୟଧିକ ଅନୁରାଗ ଭାବ ନଥାଏ, ଯାହାଙ୍କ ମନରେ ଭୟ ନଥାଏ, ଯାହାଙ୍କ ମନରେ କ୍ରୋଧ ନଥାଏ, ସେହି ବ୍ୟକ୍ତି ହିଁ ମୁନିପଦବାଚ୍ୟ ଅଟନ୍ତି। ଅନୁରାଗ ଯାହା ପ୍ରତି ରହିଥାଏ
ତାକୁ ହରାଇବାର ଭୟ ଆମ ଭିତରେ ରହିଥାଏ ଏବଂ ତାକୁ ହରାଇଲେ ଯେଉଁ ଉପାୟରେ ଆମେ ହରାଇଛେ ବା ତାହାର କାରଣ ଯଦି କେହି ହୋଇଛି ବୋଲି ଆମେ ଭାବୁ ତେବେ ତା ପ୍ରତି କ୍ରୋଧ ଆସିଥାଏ। ହେ ବନ୍ଧୁଗଣ, ତେଣୁ ଆମେମାନେ ଦୁଃଖ ଓ ସୁଖ ଉଭୟକୁ ଏକ ଭାବରେ ଦେଖିପାରିଲେ ଏ ସଂସାର ସାଗରରୁ ତରିଯିବା ଏବଂ ଯେଉଁ ଉଦ୍ଦେଶ୍ୟରେ ଆମର ଜନ୍ମ ତାହା ସଫଳ ହୋଇପାରିବ। ଅନ୍ତିମରେ ଅପୂର୍ବ ଶାନ୍ତି ଲାଭ କରି ପରମାନନ୍ଦଙ୍କୁ ପ୍ରାପ୍ତ ହେବା। ଆସନ୍ତୁ ଆମେ ସମସ୍ତେ ଭଗବାନଙ୍କର ଏହି ଦିବ୍ୟ ବାକ୍ୟକୁ ମନରେ ସ୍ମରଣ କରି ନିଜ ଜୀବନକୁ ଧନ୍ୟ କରିବା। ରହୁଛି, ନମସ୍କାର।